ଆସିକାରେ ବିଜୁ ଜନତା ଦଳର 28ତମ ଜୟନ୍ତୀ ପାଳନ ହୋଇଯାଇଛି। ବିଜୁ ପଟ୍ଟନାୟକ ନାମରେ ଗଠିତ ବିଜୁ ଜନତା ଦଳ ମଙ୍ଗଳବାର ଆସିକା ଅଞ୍ଚଳରେ ତାର 28ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ବିଜୁ ଜନତା ଦଳ 28ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆସିକାର ନଗରପାଳିକା ବିନେତା ସ୍ୱାଇଁ, ନଗର ସଭାପତି ସତ୍ୟନାରାୟଣ ସ୍ୱାଇଁ, ଦଳୀୟ ନେତା ଓ କର୍ମୀ ମାନେ ମିଶି ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପୁଷ୍ପଗୁଚ୍ଛ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବାଟୋଇମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ପରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହ ସେମାନଙ୍କୁ ଆଶୁ ଆରୋଗ୍ୟ କାମନା କରିଥିଲେ।